ମୁଁ ଗୋଟିଏ ଲେଖ ଲେଖିଛି ତାକୁ ଦେଖି ନ ବୋଧେ ଗୋଟିଏ କଥା ଅନେକ ବାର୍ତ୍ତା କେତେ ଦଳ ଥାଉ ଥାଉ ଆଉ ଗୋଟିଏ ନୂଆ ଦଳ କଥା କାହିଁକି ଚିନ୍ତା କରାଯାଉଛି। ନୂଆ ଦଳ କଥା ଯୋଉମାନେ ଚିନ୍ତା କରୁଛନ୍ତି ସେମାନଙ୍କୁ ଏ ପଲଉ ଖାଇବାକୁ ଦିଆଯାଉ, କିନ୍ତୁ ଅନ୍ୟ ଯୋଉ ତିନି ପ୍ରମୁଖ ଦଳ ଅଛନ୍ତି ସେଇମାନଙ୍କ ପାଇଁ ଇଏ ଗୋଟିଏ ବାର୍ତ୍ତା ଦଉଛି। 24 ବର୍ଷର ଶାସନକୁ ଅନ୍ତ କରି ଅନେକ ଉତ୍ସାହର ସହିତ ବିଜେପି କ୍ଷମତାକୁ ଆସିଲା। 1.5 ବର୍ଷ ନ ପୁରୁଣୁ ଆଉ ଦଳେ ବାହାରିଲେଣି ନୂଆ ଦଳ କଥା ଚିନ୍ତା କରୁଛି। ଏହା ତାଙ୍କ ପାଇଁ ବିଜେପି ପାଇଁ ଗୋଟିଏ ସତର୍କ ବାଣୀ। ଯଦି ବିଜେପି ଠାରୁ ଲୋକ ବିମୁଖ ହଉଛନ୍ତି ବୋଲି କେହି କେହି ଭାବୁଛନ୍ତି, ତାହେଲେ ସ୍ୱାଭାବିକ ଭାବରେ ବିଜେଡି ପାଇଁ ମଧ୍ୟ ଆକର୍ଷିତ ହେବା କଥା। ସେ ଅଧିକ ଭୋଟ ପାଇଥିଲେ, ସିଟ୍ କମ୍ ପାଇଥାଇ ପାରନ୍ତି। କାହିଁକି ଏତେ କମ୍ ଦିନ ଭିତରେ ସେମାନଙ୍କୁ ଆଉ ଲୋକ ପଚାରୁ ନାହାନ୍ତି ବା ତାଙ୍କ କଥା ଚିନ୍ତା କରୁନାହାନ୍ତି। କଂଗ୍ରେସ ତ ପାସଙ୍ଗରେ ପଡୁନାହିଁ। ତେଣୁ ତିନୋଟି ମୁଖ୍ୟ ଦଳ ବିଷୟରେ ଚିନ୍ତା ନ କରି ନୂଆ ଦଳ କଥା ଚିନ୍ତା କଲା ବେଳେ ତିନୋଟି ମୁଖ୍ୟ ଦଳ ପ୍ରଥମେ ଚିନ୍ତା କରିବା କଥା, ଆମର କଣ ଏମିତି ଅସୁବିଧା ହେଇଛି ଯେ ଆମକୁ କାହିଁକି ଲୋକ ଚାହୁଁନାହାନ୍ତି। ଏଇ ଯୋଜନା ନେଇ ଲୋକଙ୍କୁ କିଛି ଦେଇ ଭୋଟ କିଣିବା କଥା ଆଉ କଣ, ଏଟା କଣ ଅସୁବିଧା? କେତେ କାଳିଆ ଥିଲା, ସୁଭଦ୍ରା ଆସିଲା, ବଳଭଦ୍ର ଆସିବ, ଏହା ତ ମୁଁ କହୁଛି। ପ୍ରଦୂଷଣ ବିଷୟରେ ଆମେ ସଚେତନ ହେବା ଦରକାର। ପ୍ରଦୂଷଣ ସମ୍ପର୍କରେ ସମସ୍ତେ, ଏଟା ପ୍ରଦୂଷଣଟା କେବଳ କୌଣସି ବ୍ୟକ୍ତିର ଇଏ ନୁହେଁ। ଆମେ ଏଣେ ଗାଡି ଚଲାଇବାକୁ ଚାହିଁବା, ଆମେ ଲୋକଙ୍କୁ ମାରିବାକୁ ବି ଚାହିଁବା। ପ୍ରଦୂଷଣ ବିଷୟରେ ତ ଆମେ ସଚେତନ ହେବା ଦରକାର। ସରକାର ଭାବିଛନ୍ତି ଏ ସମ୍ପର୍କରେ ଉଚିତ ପଦକ୍ଷେପ ନିଆଯିବା ଉଚିତ। କୌଣସି ନିୟନ୍ତ୍ରଣ ତ ରହିବ, କିନ୍ତୁ ତାକୁ ଲାଗୁ କଲା ବେଳେ ଯଦି ଦୁର୍ନୀତି ରହିବ, ଲାଗୁ କଲା ବେଳେ ଯଦି ପ୍ରିୟାପୀତି ତୋଷଣ ରହିବ, ଏଟା ଯଦି ଗୋଟେ ଫାର୍ସ ହେଇଯିବ, ତାହେଲେ ତାକୁ ଲୋକ ଗ୍ରହଣ କରିବେନି। ସତର୍କତା ଅବଲମ୍ବନ କରିବା ଉଚିତ। ବଳବତ୍ତରଟା ତୁମେ ବୁଝିପାରିଲ ନାହିଁ। ପ୍ରତ୍ୟେକ ସରକାରର କାମ ହେଲା ଲୋକଙ୍କୁ କିଛି ଭିକ୍ଷା ଦେଇ ଭୋଟ କିଣିବା। ଏଇ ଯୋଉ ଇଲେକ୍ସନ ପୂର୍ବରୁ ମହିଳା ମାନଙ୍କୁ 10,000 ଟଙ୍କା ଦିଆଗଲା, ଏଟା କଣ? ମୁଁ ତ ବୁଝିପାରୁନି। ମହିଳା ମାନେ ଏଠି ଅଛନ୍ତି, କହିବେ ଆମ ପେଟରେ କାହିଁ ଆପଣ ନାତ ମାରୁଛନ୍ତି, କିନ୍ତୁ ଆମର 10,000 ଟଙ୍କାରେ ଆମର ସବୁ ସମସ୍ୟାର ସମାଧାନ ହେଇଯିବ। ତେଣୁ ଏଇ ଯୋଜନା କରାଯାଉ, ସମସ୍ତେ 10,000 ଯୋଜନା ମାଧ୍ୟମରେ ପାଇବେ। ଆମେ ଡାଇରେକ୍ଟଲି ଦଉଛୁ, ଇଲେକ୍ସନ ପୂର୍ବରୁ ଦେବା ମାନେଟା କଣ? ମୁଁ କିଛି ବୁଝିପାରୁନି।